ଆଜ୍ଞା ପରିଚୟ ଆଜ୍ଞା। ଜୟ ଜଗନ୍ନାଥ। ନୀଳକଣ୍ଠେଶ୍ୱର ଅଟୋ ଚାଳକ ସଂଘର ସମ୍ପାଦକ ମୁନାଭାଇ। ଆଜି ବର୍ତ୍ତମାନ ଯେଉଁ ଆଗାମୀ ଗଣେଶ ପୂଜା ଚାଲିଛି, ଗଣେଶ ପୂଜା ପାଇଁ ଆପଣଙ୍କର ମହା ଆଡ଼ମ୍ବରରେ ଷ୍ଟେସନ ପାଖ ମଣ୍ଡପରେ ଯେଉଁଭଳି ତୋରଣ ହୋଇଛି, କ'ଣ କ'ଣ କାର୍ଯ୍ୟକ୍ରମ ରହିଛି ଏବଂ ତୋରଣଟି କେଉଁ ଆକୃତିର ଅଛି ଏବଂ କାରିଗର କେଉଁଠୁ ଆସିଛନ୍ତି? ମୁଁ କାରିଗର ଆସିଛନ୍ତି ଆମର କଲିକତାରୁ ଏବଂ ଆମର ଆଡ଼ମ୍ବର ପାଳନ ହେଲା ଏଥିପାଇଁ ଯେ ଆମର ବାହିନୀପତି ସାର୍ ଅଛନ୍ତି ଆମ ଜିଆର୍ପିର, ସେ ଯେଉଁ କହିଥିଲେ ଗୋଟେ ଥର ଯେ ଏଠି ପର୍ଯ୍ୟଟକମାନେ ଆସୁଛନ୍ତି ଏବଂ ଅଫିସାର ଥିଲେ ବିହାର ସାର୍, ସିଏ ବି ଆମକୁ ଅବଗତ କରିଛନ୍ତି ଯେହେତୁ ଏଠି ପର୍ଯ୍ୟଟକ ସ୍ଥଳୀ, ତେଣୁ ଏଇଟାକୁ ସୁନ୍ଦର ସରସ ଏବଂ ସରସ ଭାବରେ କରିବ ଯେଉଁଟାକି ଲୋକଙ୍କୁ ଆଖି ଦୃଷ୍ଟି ହେବ। ସେଥିପାଇଁ ଏଇ ଯେଉଁ ବଡ଼ ଆଡ଼ମ୍ବର ଭାବରେ ଆମେ ତାକୁ ପାଳନ କରିବାକୁ ଚାହୁଁଛୁ। ତୋରଣଟି ଯେଉଁ କରାଯାଉଛି, ତୋରଣର ଆକୃତିଟା କ'ଣ ଅଛି? ତୋରଣର ଆକୃତି ପ୍ରଭୁ ଯେହେତୁ ଗଜାନନ ଆସିବେ, ତୋରଣର ଆକୃତି ମନ୍ଦିର ଷ୍ଟାଇଲରେ କରାଯାଇଛି। ତେଣୁ ଏଇ ମନ୍ଦିର ଷ୍ଟାଇଲରେ ଯେହେତୁ କରାଯାଇଛି, ଦେଖିବେ ଆପଣ ହେଇନି ତୋରଣ, ଯେତିକି ତୋରଣ ହେଇଛି ଆଉ ଆକୃତି ଅଛି, ଅଳଙ୍କାର ଅଛି ତାতে ଲାଗିବ। ତେଣୁକରି ସୁନ୍ଦର ସରସ କରିବା। ଆପଣଙ୍କର ଯେଉଁ କାର୍ଯ୍ୟକ୍ରମ ରହିଛି ଗଣେଶ ପୂଜା ଠାରୁ ବିସର୍ଜନ ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ କ'ଣ ରହିଛି, ସବୁ କାର୍ଯ୍ୟକ୍ରମ କ'ଣ କ'ଣ ରହିଛି? ଆମର କାର୍ଯ୍ୟକ୍ରମ ରହିଛି 27 ତାରିଖ ଦିନ ଗଣେଶ ଚତୁର୍ଥୀ ବ୍ରତ ପାଳନ ହେବ ଏବଂ ସୁନ୍ଦରାକାଣ୍ଡ ହେବ ସନ୍ଧ୍ୟା 7 ଘଟିକା ସମୟରେ ଏବଂ 28 ତାରିଖ ଦିନ 4000 ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସମସ୍ତ ଅଗଣିତ ଭକ୍ତମାନେ ଆସି ସୁଲଭ ମୂଲ୍ୟରେ ଆମର ପ୍ରସାଦ ସେବନ କରିପାରିବେ ଏବଂ 29 ତାରିଖ ଦିନ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ। ସେଇଟା ସୁଲଭ ମୂଲ୍ୟରେ ଯିବ ନା ମାଗଣା ମୂଲ୍ୟରେ? ବିନା ମୂଲ୍ୟରେ ସେ ପ୍ରସାଦ ସେବନ କରିବେ ଏବଂ ବିନା ମୂଲ୍ୟରେ 5000 ଲୋକ ପାଇଁ ଆମର ଖାଦ୍ୟର ବଣ୍ଟନ, ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି ଏବଂ 29 ତାରିଖ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମେଲୋଡ଼ିର ପ୍ରୋଗ୍ରାମ ରଖାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଆମର ଅମିତ ପାତ୍ର ଏବଂ ଲୋକସଭା ସାଂସଦ ଏବଂ ବିଧାୟକ ସୁନୀଲ ମହାନ୍ତି ଏବଂ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଆମ ଗ୍ରହରେ ଉପସ୍ଥାପନ ହେବେ, ଆମକୁ ସହଯୋଗ କରିବେ। ଧନ୍ୟବାଦ।